ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଆମର ଓଡ଼ିଶାର ଭୈରବ ଏକପାଦ ଭୈରବ। ଭୈରବ ଉପାସନା ବର୍ତ୍ତମାନ ବିଶେଷତଃ ଯୁବପିଢ଼ିଙ୍କ ମଧ୍ୟରେ ଖୁବ୍ କ୍ଷିପ୍ର ଗତିରେ ଜନପ୍ରିୟ ହେବାକୁ ଲାଗିଛି। ଭୈରବ ଅର୍ଥ ଜଣା ନାହିଁ, ଭୈରବ ସାଧନାର ମୂଳ ଅର୍ଥ ଜଣା ନାହିଁ। ସେ ଯାହା ବି ହେଉ, ରୁଚୁ ନ ରୁଚୁ, ଖା ପିତା, ବୁଝୁ ନ ବୁଝୁ ପହଡ଼ ଗୀତା ଶୈଳୀରେ ସେମାନେ କିଛି ନହେଲେ ଭୈରବଙ୍କ ନାମ ଜପ ତ କରୁଛନ୍ତି। ତେବେ ଚାଲନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଭୈରବଙ୍କ ବିଷୟରେ କହିବି ଯିଏକି ଆମ ଓଡ଼ିଶାରେ ବିଦ୍ୟମାନ, କିଛି ମାତ୍ରାରେ ଆନ୍ଧ୍ରପ୍ରଦେଶ, କିଛି ମାତ୍ରାରେ ତାମିଲନାଡ଼ୁ, ବିଶେଷତଃ ଯଦି ଆମେ ଓଡ଼ିଶାରେ କିଏ ଗୋଟେ ଭୈରବ ଅଛନ୍ତି ବୋଲି ଆମେ କହିବା, ସେ ହେଲେ ଏକପାଦ ଭୈରବ। ତାଙ୍କ ଦର୍ଶନ ଆପଣ ଯୋଗିନୀ ମନ୍ଦିରରେ କରିପାରିବେ, ଲିଙ୍ଗରାଜ ମନ୍ଦିରରେ ମଧ୍ୟ କରିପାରିବେ, ଭୈରବେଶ୍ୱର ମନ୍ଦିରରେ। ହୁଲଣା ହାଟ ବୋଲି ଜଗତସିଂହପୁରରେ ଗୋଟେ ଜାଗା ଅଛି, ସେଠି ବି ତାଙ୍କର ଗୋଟେ ମନ୍ଦିର ଅଛି ବୋଲି ମୁଁ ସୋସିଆଲ ମିଡ଼ିଆରୁ ଦେଖିଲି। ତ ସେ କିଏ? ସେ ହେଲେ ଅଜୟକପାଦ। ଅଜୟକପାଦଙ୍କୁ ରୁଦ୍ରର ଗୋଟେ ରୂପ ବୋଲି କୁହାଯାଏ, ଏକାଦଶ ରୁଦ୍ରଙ୍କର, ଯାହାଙ୍କର ଗୋଟିଏ ପାଦ ଥିଲା। ତା କାରଣ କ'ଣ ନା ସିଏ ଆକାଶଟାକୁ ପୃଥିବୀ ଉପରେ ଖସି ପଡ଼ିବାକୁ ବଞ୍ଚାଇଥିଲେ, ବା ଆକାଶକୁ, ଏ ବିଶ୍ୱ ବ୍ରହ୍ମାଣ୍ଡକୁ ପୃଥିବୀ ଉପରେ ଗୋଟେ ସ୍ତମ୍ଭ ଭଳିଆ ସେ ରହିଲେ, ଯିଏକି ବିଶ୍ୱ ବ୍ରହ୍ମାଣ୍ଡଟାକୁ ଟେକିକି ରଖିଲେ। ମାନେ ତାର ଯାହା ପୌରାଣିକ ଉପାଖ୍ୟାନ। ତାଙ୍କୁ କୁହାଯାଏ ଏ ଜଗତର ସ୍ତମ୍ଭ, କସ୍ମିକ୍ ପିଲାର ବା ଆକ୍ସିସ୍ ମୁଣ୍ଡି। ଯୋଗରେ ତାଙ୍କୁ ତପସ୍ୟାର ରୂପ ବୋଲି କୁହାଯାଏ, କାରଣ ସେ ଗୋଟେ ଗୋଡ଼ରେ ଠିଆ ହେଇଛନ୍ତି। ଅଜୟକପାଦ ରୁଦ୍ର ସେଇ ଗୁଣ ନଥିଲା ଯାହା ଏକପାଦଙ୍କ ଭିତରେ ଆପଣ ପାଇବେ। କିଛି ଜାଗାରେ ତାଙ୍କୁ ତ୍ରିପାଦ ବି କହିଦିଆଯାଇଛି, ମୁଁ ଜାଣିନି। ଅଜ ବୋଲି କହିଲେ କିଛି ଜଣ ଛେଳି। ଏବେ ବି ରାଜସ୍ଥାନର ଗୋଟେ ମନ୍ଦିରରେ ଗୋଟେ ଫଟୋ ମିଳିଛି ଯେଉଁଠିକି ତାଙ୍କର ମୁହଁଟା ଗୋଟେ ଛେଳି ଭଳିଆ କରାହେଇଛି, କିନ୍ତୁ ତାହା ସତ ନୁହେଁ। ତାପରେ ଜଣେ ଆନ୍ଧ୍ର ୟୁନିଭର୍ସିଟିର ପ୍ରଫେସର ଲେଖିଥିଲେ ଏବଂ ମୁଁ ତାଙ୍କୁ ତାପରେ କଣ୍ଟ୍ରାଡିକ୍ଟ କରିଥିଲି। ଏବଂ ସେ ଲାଷ୍ଟକୁ କହିଥିଲେ ଯେ ଆପଣ ତ ଓଡ଼ିଶାରେ ରହୁଛନ୍ତି, ଆପଣଙ୍କ ଆ ଭିତରେ କେଉଁ ଅଭିଜ୍ଞତା ଥିବ। ମୁଁ ରାଜସ୍ଥାନର ଗୋଟେ ଜାଗାରେ ଦେଖିକି ଲେଖିଥିଲି। ଅଜ ମାନେ ଅଜନ୍ମ, ଯାହାର ଜନ୍ମ ନାହିଁ ତାର ମୃତ୍ୟୁ ନାହିଁ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ଅଛି, କାରଣ ଜନ୍ମ ମୃତ୍ୟୁ ସବୁବେଳେ ସାଙ୍ଗ ସାଙ୍ଗ ହେଇ ଚାଲୁଛନ୍ତି। ଏବେ ବି ଆମେ ମରୁଛନ୍ତି, ପ୍ରତିକ୍ଷଣ ବଞ୍ଚୁଛନ୍ତି, ପ୍ରତିକ୍ଷଣ ମରୁଛନ୍ତି। ସମୟ ତ ଗଡ଼ି ଚାଲିଛି ନା, ତେଣୁ କାଳ ବାହାରେ ଯିଏ ସେ ମହାକାଳ, ଯିଏ ଜନ୍ମ ମୃତ୍ୟୁ ଉପରେ ସେ ହେଲା ଅଜନ୍ମ। ତାଙ୍କୁ କୁହାଗଲା ଅଜୟକପାଦ। ତ୍ରିନେତ୍ର ଅଛି ତାଙ୍କର, ସେଥିପାଇଁ ତାଙ୍କୁ ଶିବଙ୍କ ସହିତ ତୁଳନା କରାହେଲା। ରୁଣ୍ଡମାଳ ଧାରଣ କରିଛନ୍ତି। ରୁଣ୍ଡମାଳ ମାନେ ମୁଣ୍ଡମାଳ। ଭୈରବଙ୍କର ଗୋଟେ ମୁଖ୍ୟ ଆଭୂଷଣ ହେଲା ମୁଣ୍ଡମାଳ ଆଉ ସର୍ପ। ଯେଉଁଠି ଶିବଙ୍କର ଆମେ ଦେଖୁଛେ ସର୍ପ, ଶିବଙ୍କ ପାଇଁ ହାର, ସେଠି ଭୈରବଙ୍କ ପାଇଁ ଏଇଭଳିଆ ବ୍ରେସଲେଟ୍ ହେଲା ସର୍ପ। ଅର୍ଥ କ'ଣ? ଯେ ଶିବ ଆପଣଙ୍କର କୁଣ୍ଡଳିନୀ ଶକ୍ତିକି ଧୀରେ ଧୀରେ ଜାଗ୍ରତ କରିବେ, କିନ୍ତୁ ଭୈରବ ବହୁତ ଶୀଘ୍ର ଜାଗ୍ରତ କରିବେ। କୁଣ୍ଡଳିନୀ ଶକ୍ତି ସାପ, କାଳକୁ ମୁକ୍ତି କରିଦେବା କାଳ ସାପ ବା ସର୍ପ। ଏହି ଏକପାଦ ଭୈରବଙ୍କୁ ବିଜୁଳି ସହିତ ତୁଳନା କରାଯାଇଛି, କାରଣ ଯେତେବେଳେ ଆପଣ ଗୋଟେ ଖାଲି ଜାଗାରେ ବସି ଦେଖିବେ, ଗୋଟେ ଆକାଶରୁ ଯେତେବେଳେ ବିଜୁଳି ପଡ଼େ ଏବଂ ସେ ମାଟି ଆଡ଼କୁ ନିମ୍ନଗାମୀ ହୁଏ, ଲାଗେ ଯେମିତି ବିଜୁଳିଟି ଆକାଶ ଏବଂ ପୃଥିବୀ ମଧ୍ୟରେ ଗୋଟେ ସଂଯୋଗ ସ୍ଥାପନ କରୁଛି। ତାହା ହେଲା କାମ ଅଜୟକପାଦଙ୍କର। ଦେଖିବେ ଆପଣ ଯୋଗିନୀ ମନ୍ଦିର କି ଲିଙ୍ଗରାଜ ଭୈରବ ମନ୍ଦିରରେ ବହୁତ ବିକରାଳ ମୁହଁ ତାଙ୍କର, ନିଶ ଅଛି, ଦାନ୍ତ ବି ଟିକେ ବାହାରିଛି,
ବିକରାଳ ମୁହଁ, ତ ବିକରାଳ ଆସିଲା ମାନେ ଭୈରବଙ୍କର ଗୁଣ ଆସିଗଲା। ତେଣୁ ପରିସ୍ଥିତିରେ ସେଇ ଅଜୟପାଦ ରୁଦ୍ରଙ୍କୁ ବିଶେଷତଃ ଓଡ଼ିଶାରେ ଭୈରବ ରୂପେ ବହୁତ ପୂଜା କରାଯାଇଛି। ଭୈରବ ମୁଁ ଆପଣଙ୍କୁ ଯାହା କହି ରଖିଛି, କ୍ଷେତ୍ରପାଳ, ଗୋଟେ ଜାଗାର କ୍ଷେତ୍ରର ସିଏ ହେଲେ ରକ୍ଷକ, କ୍ଷେତ୍ରର ସିଏ ହେଲେ ପାଳନକର୍ତ୍ତା। ଆମ ଓଡ଼ିଶାର ଯେକୌଣସି ବ୍ୟକ୍ତି କାଳ ଭୈରବଙ୍କ ପୂଜା କଲା ପୂର୍ବରୁ ସବୁବେଳେ ଏକପାଦ ଭୈରବଙ୍କୁ ପୂଜା କରନ୍ତୁ। ମନ୍ତ୍ରଟି ହେଲା ତାଙ୍କର ଗୋଟିଏ ଗାୟତ୍ରୀ ମନ୍ତ୍ର ଅଛି, ଓମ୍ ତେଜସ୍କରାୟ ବିଦ୍ମହେ ଅଜୟପାଦାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍। ଗାୟତ୍ରୀ ଗୋଟେ ଛନ୍ଦ, ଗାୟତ୍ରୀ ଗୋଟେ ମନ୍ତ୍ର ନୁହେଁ, ଗୋଟେ ଛନ୍ଦ। ଗାୟତ୍ରୀ ଛନ୍ଦରେ ଯେଉଁ ଦେବତାଙ୍କର ମନ୍ତ୍ର ଗୁଡ଼ିକ ପଠନ କରାଯାଏ ସେଟାକୁ ଆମେ ସେଇ ଦେବୀ କିମ୍ବା ଦେବତାଙ୍କର ଗାୟତ୍ରୀ ବୋଲି କହୁ। ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍। ଶିବ ଗାୟତ୍ରୀ ଏଇଟା ସେମିତି ହେଇଗଲା ଏକପାଦ ଗାୟତ୍ରୀ, ଆପଣ ପଠନ କରିପାରିବେ। ଏକପାଦ ଭୈରବାୟ ନମଃ ବି କହିପାରିବେ। କାରଣଟି କ'ଣ ଯେ ଆମେ ଆଗ ଆମ ନିଜର କ୍ଷେତ୍ରପାଳଙ୍କୁ ପୂଜା କରିବା। ଯଦି ଆମେ ଓଡ଼ିଶାର ଲୋକ ତାହେଲେ ଆମ ପାଇଁ ଭୈରବ ହେଲେ ଅଜୟପାଦ, ଯାହାକୁ କି ଆପଣ ଭିନ୍ନ ଭିନ୍ନ ବିଶେଷତଃ ଭୁବନେଶ୍ୱରରେ ଯେଉଁଠି ପଶୁପତ ଶୈବ ଧର୍ମ ବିଶେଷ ଚାଲିଥିଲା, ଯାହାକି ଆପଣ ଲକୁଳୀଶଙ୍କର ମୂର୍ତ୍ତି ଦେଖୁଛନ୍ତି, ଏବଂ ଭୁବନେଶ୍ୱରରେ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ମନ୍ଦିରରେ ଆପଣ ତାଙ୍କୁ ପାର୍ଶ୍ୱ ଦେବତା ହିସାବରେ କିମ୍ବା ମନ୍ଦିରର ଖୋଦନ ଶୈଳୀରେ ଛୋଟ ବଡ଼ ମୂର୍ତ୍ତି ପାଇଲେ ମଧ୍ୟ ତାଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ମଧ୍ୟ ରହିଛି। ଯେପରି ମନ୍ଦିରଟି ଲିଙ୍ଗରାଜ ମନ୍ଦିର ଭିତରେ ଗୋଟେ ଅଛି, ଆମର ଯୋଗିନୀ ମନ୍ଦିରରେ ତାଙ୍କର ମୂର୍ତ୍ତିଟି ଅଛି। ଲିଙ୍ଗରାଜ ମନ୍ଦିର ମୂର୍ତ୍ତି ତ ଆପଣ ଦେଖିପାରିବେନି କିମ୍ବା ତାହାର କୌଣସି ପ୍ରଚାର ପ୍ରସାର ହେଇପାରିବନି, ଯାହା ପ୍ରଶାସନର ନିୟମ। ମାତ୍ର ଆପଣ ଏକପାଦ ଭୈରବଙ୍କୁ ଦେଖିପାରିବେ ଯୋଗିନୀ ମନ୍ଦିରରେ। ଏ ଭୈରବ ଆମ ଚତୁଃଷଷ୍ଠୀ ଭୈରବ ଭିତରେ ନାହାନ୍ତି, ଏ ଭୈରବ ଆମର 81 ଭୈରବ ଭିତରେ ନାହାନ୍ତି, ଏ ଭୈରବ ଆମର 10 ଭୈରବ ଭିତରେ ନାହାନ୍ତି, ଅଷ୍ଟ ଭୈରବ ଭିତରେ ନାହାନ୍ତି, କିମ୍ବା ଏଇସବୁ ଭୈରବଙ୍କ ଉପରେ ଯେଉଁ ଭୈରବ ଅଛନ୍ତି, କାଳ ଭୈରବ, ସ୍ୱର୍ଣ୍ଣ ଭୈରବ, ବଟୁକ ଭୈରବ, ସେ ଭୈରବଙ୍କ ମଧ୍ୟରେ ମଧ୍ୟ ନାହାନ୍ତି। ଇଏ ଗୋଟିଏ ଆମର ନିଜର ଓଡ଼ିଶାର ଭୈରବ, ଯାହାକୁ କି ଆମର ଓଡ଼ିଶାର ସିଦ୍ଧମାନେ ନିଶ୍ଚିତ ରୂପେ ପୂର୍ବରୁ ପୂଜା କରି ଆସିଛନ୍ତି। ଜାଣିକି ଦୁଃଖ ଲାଗେ ଯେ ସେଇ ଲିଙ୍ଗରାଜ ମନ୍ଦିର ଯେତେବେଳେ ମୁଁ ପୂଜା କରୁଥାଏ ଏକପାଦ ଭୈରବଙ୍କୁ, ସେଥିରେ ନିଜର ତାଙ୍କର ସେବାୟତମାନେ ବି କହିଦେବେ କାଳ ଭୈରବ। ଭୁଲ, କାରଣ ସେ ଭୈରବ ଅର୍ଥ କାଳ ଭୈରବ ହିଁ ବୁଝୁଛନ୍ତି ସବୁ ଲୋକ, ଯେଉଁଟାକି ସମ୍ପୂର୍ଣ୍ଣ ଭୁଲ। କିଛି ନହେଲେ 64ଟା ଭୈରବଙ୍କର ନାଁ ତ ଆପଣଙ୍କୁ ମିଳିଯିବ। ତ ଉଦ୍ଦେଶ୍ୟଟି ହେଲା, ଯଦି ଆପଣ ଭୈରବ ଉପାସନା କରିବା ପାଇଁ ଇଚ୍ଛୁକ କିମ୍ବା ଭୈରବଙ୍କୁ ଆପଣଙ୍କ ନିଜ ଜୀବନରେ ଆଣିବାକୁ ଚାହୁଁଛନ୍ତି, ପ୍ରଥମେ ଏକପାଦଙ୍କର ଉପାସନା କରନ୍ତୁ। ଏକପାଦ ଭୈରବ ସବୁବେଳେ ମନେ ରଖିଥାନ୍ତୁ, ଯେଉଁ କ୍ଷେତ୍ରକୁ ଆମେ ଯେଉଁଠି ରହୁଛୁ ସେଠି ଯେଉଁ ଦେବାଦେବୀ ତାଙ୍କର ମନ୍ତ୍ର, ତାଙ୍କର ଜପ, ତାଙ୍କର ଅନୁଷ୍ଠାନ ଶୀଘ୍ର ଫଳପ୍ରଦ ହୁଏ। ଯେପରିକି ଗ୍ରାମଦେବୀ, ଆପଣଙ୍କର କୁଳଦେବୀ, ଗ୍ରାମଦେବୀ କୁହନ୍ତୁ, ଦେବତା କୁହନ୍ତୁ, କୁଳଦେବୀ କୁହନ୍ତୁ, ଦେବତା କୁହନ୍ତୁ, ଏବଂ ଆପଣଙ୍କର ନିଜର ଇଷ୍ଟ, ଆପଣ ଯେତେବେଳେ ଆଙ୍କୁ କିଛି ସମର୍ପଣ ଭାବରେ ଉପାସନା କରୁଛନ୍ତି, ସେ ସମୟରେ ଆପଣଙ୍କର ମୁଖ୍ୟ ମାର୍ଗଟା ବହୁତ ଶୀଘ୍ର ଖୋଲିଯିବ। ଯଦି ସେଇ କିଛି ଶସ୍ତା ଜିନିଷ ପାଇଁ କାମ୍ୟ ଉପାସନା ପାଇଁ ବି କରୁଛନ୍ତି, ସେ ବି ଶୀଘ୍ର ହେଇଯିବ। ତେଣୁ ଭୈରବ ଉପାସନା ପାଇଁ ନିଶ୍ଚିତ ରୂପେ ଆପଣ ଅଜୟପାଦ ଭୈରବଙ୍କୁ ପ୍ରଥମେ ପୂଜା କରନ୍ତୁ। ତାପରେ ଯଦି ଆପଣ ଚାହୁଁଛନ୍ତି କେଉଁ ଭୈରବ ଆପଣଙ୍କ ପାଇଁ ଠିକ୍, ତାଙ୍କୁ ପୂଜା କରିପାରନ୍ତି। ବିଭିନ୍ନ ଭୈରବ ଅଛନ୍ତି, ଯେମିତି ସ୍ୱଚ୍ଛନ୍ଦ ଭୈରବ, ଅତିରିକ୍ତାଙ୍ଗ ଭୈରବ, ବିଷ୍ଣୁ ଭୈରବ ବି ଅଛନ୍ତି। ଆପଣଙ୍କର ଗୁରୁର ସାନ୍ନିଧ୍ୟରେ କେଉଁ ଭୈରବ ଆପଣଙ୍କ ପାଇଁ ଠିକ୍ ହେବ ଏବଂ ଆପଣଙ୍କର ନିଜର କର୍ମ, ନିଜର ଚିତ୍ତଶକ୍ତି କେଉଁ ଜିନିଷ ପାଇଁ ଆପଣଙ୍କୁ ଅନୁମତି ଦେଉଛି, ତାପରେ ଆଗକୁ ସାଧନା ବଢ଼ାଇବେ। ହଉ, ଆଶା କରେ ଆପଣ ଏକପାଦ ଭୈରବଙ୍କ ବିଷୟରେ ବୁଝିପାରିଥିବେ।
ସେଇ ଅଜନ୍ମା ଭୈରବ ଯିଏକି ଆମ ଉପରେ ଛତା ଭଳିଆ ହୋଇକି ଅଛନ୍ତି, ବଞ୍ଚେଇ ରଖୁଛନ୍ତି ଏବଂ ଆମ ଉତ୍କଳ କ୍ଷେତ୍ରର ଜଣେ ବଡ଼ ଭୈରବ। ତାଙ୍କୁ ଆପଣ ଉପାସନା କରନ୍ତୁ ଏବଂ ତାପରେ ଆପଣ ଦେଖିବେ ଆପଣଙ୍କର ଭୈରବ ସାଧନା ବହୁତ ଶୀଘ୍ର ଏବଂ ଉଗ୍ର ରୂପରେ ସିଦ୍ଧି ହେଇଯିବ। ହଉ, ଆଜି ତ ସମୟ ହେଇଯାଇଛି। ଯାହା ଆପଣଙ୍କର କିଛି ଦ୍ୱନ୍ଦ୍ୱ ଥାଏ ଆପଣ ମନ୍ତବ୍ୟ ସ୍ଥାନ ବା କମେଣ୍ଟ ସେକ୍ସନରେ ଲେଖିପାରନ୍ତି। ମୁଁ ଚେଷ୍ଟା କରିବି ସେଗୁଡ଼ିକର ଉତ୍ତର ଦେବା ପାଇଁ। ତେବେ ଆଜି ପାଇଁ ରହିଲି। ଓମ୍ ନମଃ ଶିବାୟ।